ଦର୍ଶକ ବନ୍ଧୁ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଯେ ରାଜ୍ୟ ଓ କେନ୍ଦ୍ର ସରକାର ମିଶି କେଉଁ କେଉଁ ସରକାରୀ କର୍ମଚାରୀମାନଙ୍କର ଦରମା ବୃଦ୍ଧି କରିଛନ୍ତି। ତ ଦର୍ଶକ ବନ୍ଧୁ ଆପଣମାନେ ସମ୍ପୂର୍ଣ୍ଣ ଖବରଟିକୁ ଜାଣିବା ପାଇଁ ଆମର ଏହି ଭିଡ଼ିଓଟିକୁ ଶେଷ ଯାଏ ନିହାତି ଦେଖିବେ ଏବଂ ଆପଣମାନେ ଯଦି ଓଡ଼ିଆ ଫ୍ୟାକ୍ଟରି ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଛନ୍ତି ତ ଆମର ଏହି ଚ୍ୟାନେଲଟିକୁ ଗୋଟେ ସବସ୍କ୍ରାଇବ୍ ନିହାତି କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ନିବିଚ୍ଛିନ୍ନ ଭାବେ ଏହିପରି ଭିଡ଼ିଓ ଦେଖିବାକୁ ନିହାତି ପାଇବେ। ତ ଦର୍ଶକ ବନ୍ଧୁ ଆଜିର ଏହି ଭିଡ଼ିଓରେ ଆମେ ଦେଖିବା ଯେ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ବଢ଼ିଯାଇପାରେ ସରକାରୀ କର୍ମଚାରୀମାନଙ୍କର ଦରମା। ତ ଦର୍ଶକ ବନ୍ଧୁ ରାଜ୍ୟରେ ନୂଆ ସରକାର ଆସିବା ପରେ ଲୋକମାନେ ସମସ୍ତେ ଆଶା ରଖିଥିଲେ ଯେ କି ରାଜ୍ୟ ଓ କେନ୍ଦ୍ର ସରକାର ମିଶି କିଛି ନା କିଛି ଦରମା ଓ ଭତ୍ତାକୁ ବୃଦ୍ଧି କରିବେ ବୋଲି, କିନ୍ତୁ ଏବେ ସେ ନେଇ କିଛି ଅପଡେଟ୍ ମଧ୍ୟ ଆସିନାହିଁ। ତ ଦର୍ଶକ ବନ୍ଧୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ବଜେଟ୍ ଅଧିବେଶନରେ ମଧ୍ୟ କୌଣସି ପ୍ରକାର ସୂଚନା ମଧ୍ୟ ଦେଇନଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତ ଦର୍ଶକ ବନ୍ଧୁ କ'ଣ ଆପଣଙ୍କୁ ଲାଗୁଛି କି ଆସନ୍ତା କିଛି ଦିନ ଭିତରେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବାର୍ଦ୍ଧକ୍ୟ ଭତ୍ତା ଓ ସରକାରୀ କର୍ମଚାରୀମାନଙ୍କର ପଇସା ବୃଦ୍ଧି କରିବେ କି ନାହିଁ? ଗୋଟିଏ କମେଣ୍ଟ କରି ନିହାତି ଜଣାଇବେ।